ଆକାଶମାର୍ଗରୁ ଖସିଲା ବିମାନ ଠିକଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ଘଟିଲା ବଡ଼ ଅଘଟଣ। ପାଖ ଅଞ୍ଚଳର ଲୋକମାନେ ବିମାନକୁ ଦେଖିବା ପାଇଁ ଅଣନିଶ୍ୱାସୀ ହୋଇ ଦୌଡ଼ୁଥାନ୍ତି। ଦେଖୁ ଦେଖୁ ବିମାନର ଚତୁଃପାର୍ଶ୍ୱରେ ଲୋକଙ୍କର ଭିଡ଼ ଲାଗିଲା। ହଁ ଦର୍ଶକ ବନ୍ଧୁ, ରାଉରକେଲାରୁ ଏକ ବିମାନ ଉଡ଼ାଣ ଭରିଥିବା ବେଳେ ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଉରକେଲା ରଘୁନାଥପାଲି କଂସର ଅଞ୍ଚଳରେ ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଥିଲା। ଫଳରେ ବିମାନଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଏହି ଦୁଃଖଦ ଦୁର୍ଘଟଣାରେ ପାଇଲଟଙ୍କ ସମେତ 6 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଉତ୍ତମ ଚିକିତ୍ସା ପାଇଁ ରାଉରକେଲା ସରକାରୀ ମେଡିକାଲକୁ ନିଆଯାଇଛି। ବିମାନଟି 9 ସିଟର ବିଶିଷ୍ଟ ଥିଲା। ରାଉରକେଲାରୁ ଭୁବନେଶ୍ୱର ଆସିବା ବେଳେ ବିମାନଟି 10 କିଲୋମିଟର ଉଡ଼ାଣ ପରେ ଏକ ଭୟଙ୍କର ଦୁଃଖଦ ଦୁର୍ଘଟଣା ଘଟିଯାଇଛି। କାହିଁକି ଓ କ'ଣ ପାଇଁ ବିମାନଟି ଦୁର୍ଘଟଣାର ଶିକାର ହେଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।